ଜଳଖିଆ ମାନେ ମୁଁ ରୁଟି ଛଡ଼ା ଆଉ 2-3 ଦିନ ହେଲା କିଛି ଏପଟ ସେପଟ କରିପାରୁନି। ଯେଉଁ ଗରମ ହେଉଛି ମୁଁ ଗୋଟେ କ'ଣ ଖାଇବି, ଆଉ କିଏ ଗୋଟେ କ'ଣ ଖାଇବ। ବାପାଙ୍କର ତ ସିଓର ରୁଟି ଦରକାର, ତାଙ୍କ ଡାଇବେଟିସ୍ ପେସେଣ୍ଟ, ସେ ପ୍ରାୟ ରୁଟି ହିଁ ଖାଇବେ। ତ ମୁଁ ଆଉ 10 ଜଣଙ୍କ ପାଇଁ 2-3ଟା ପ୍ରକାର କରିପାରୁନି, ତାଙ୍କ ପାଇଁ ବିଲକୁଲ କରୁନି, କାରଣ ସେ ମନା କରୁଛନ୍ତି ମୁଁ ରୁଟି ଖାଇବିନି। ଆଉ ଉପମା ଫୁମା ଆଉ ଜଣଙ୍କ ପାଇଁ କ'ଣ କରିବି, ଆଉ ଉପମା ବି କରୁନି। ତ ଆଜି ଲଞ୍ଚରେ ଆମର ହେଇଥିଲା ପଖାଳ, ଆଉ ମୁଁ ବୁଟ ଭେଦି ଦେଇ ଯାଇଥିଲି। ମୁଁ କହିଲି ପଖାଳ ସାଙ୍ଗରେ ପକୁଡ଼ି ଖାଇଦେବା। ମାନେ ସେ ପକୁଡ଼ି ଦୁଇଟା ଛାଣିଲା ଭିତରେ ଏମିତି ଗରମ ହେଉଛି, ମାନେ ମୁଁ ମୁହଁଟାକୁ ପୋଛିବି କି କ'ଣ କରିଛି ତା ଦେହରେ କିଛି ଜାଣିପାରୁନି। ତ ଏପଟରେ ମୋର ପକୁଡ଼ି ଗୋଟେ ହେଇଗଲାଣି, ଆଉ ଅଳ୍ପ 4-6ଟା ପକାଇଦେଲେ ସିଏ ବି ରେଡ଼ି ହେଇଯିବ। ତ ସେ ପକୁଡ଼ି ଦୁଇଟା ପାଇଁ ଛିଡ଼ା ହେଇଛି ଗରମରେ, ମୋତେ ମନ ହେଉଛି ସେ ପକୁଡ଼ି ଦୁଇଟା ଛାଁ ଛାଁ ହେଇଯାଆନ୍ତେ। ମାନେ ଇଏ କି ଗରମ ପଡ଼ିଲାଣି, ମଣିଷ ମରିଯିବ କି କ'ଣ ବୋଧେ। ତ ଜଲ୍ଦି ଜଲ୍ଦି ସେ ପକୁଡ଼ି କେମିତି କରିକିନା ଆଉ ପଳେଇଗଲେ ଖାଇବାକୁ। ଖାଲି ଏସି ରୁମ୍କୁ ଏସିରୁ ବାହାରିବାକୁ ଇଚ୍ଛା ହେଉନି। ଏଇ ଯେଉଁ ଖରା ଗରମରେ ଏସି ଛଡ଼ା ପ୍ରକୃତ ବନ୍ଧୁ ଆଉ କେହି ନାହାନ୍ତି ବୋଧେ ମୋତେ ଲାଗୁଛି। ଆଉ କିନ୍ତୁ ସିଏ ଆଜି ପଳେଇ ଆସିଲେ, କହିଲେ ମୁଁ ଟିକେ ଆଜି ଅଣ୍ଡା ଖାଇ, ମୋତେ ଇଚ୍ଛା ହେଉଛି ଅଣ୍ଡା ଅମଲେଟ୍। ମୁଁ କହିଲି ତୁମେ କାଟି କୁଟି ଦିଅ, ମୁଁ କହିଲି କରିଦେବି। ଆଉ ଆମର ଦେଶୀ ଆମ୍ବ ଆସିଥିଲା କେଉଁଠୁ, ତ ତାଙ୍କ ଦୁଇଟା ଅଣ୍ଡା ଅମଲେଟ୍ କରିବି ପୁଣି। ଆଉ ସେ ଆମ୍ବ ଦୁଇଟା ଧୋଇ ଦିଅ, ଆମ୍ବ ଲଗେଇକିନା, ଆଉ ପକୁଡ଼ି ଆଉ ପାମ୍ପଡ଼ ଦୁଇଟା ବି ଛାଣିଥିଲି, ସେ ପାମ୍ପଡ଼ ଫାମ୍ପଡ଼ ଲଗେଇକି ଖାଇଦେବା। ତ ତାଙ୍କର ଏଠି ଅମଲେଟ୍ ସେ ପକାଇଦେଲେ। ଅମଲେଟ୍ଟା ହେଇଗଲେ ଦହି ଆଉ କ'ଣ ଆମ୍ବ ଆଉ ପକୁଡ଼ି ପାମ୍ପଡ଼ ଆଉ ଏଠି ବୋଉ କରିଥିଲେ କ'ଣ ଖଡ଼ା ଫଡ଼ା ମିକ୍ସ କରି କଦଳୀ ଫଦଳୀ କରି ରାଇ କରିଥିଲେ। ତ ସେସବୁ ମିଶେଇ ମାଶେଇ ଖାଇଦେଲୁ। ଆଉ ଆମ ବ୍ଲଗ୍ଟି ଦେଖୁଥିଲେ ନିଶ୍ଚିତ ଲାଇକ୍ ସେୟାର କମେଣ୍ଟ କରିବେ। ଆଉ ୟୁଟ୍ୟୁବରୁ ଦେଖୁଥିଲେ ନିଶ୍ଚିତ ସବସ୍କ୍ରାଇବ୍ କରିବେ। ଆଉ ଫେସବୁକରୁ ଦେଖୁଥିଲେ ନିଶ୍ଚିତ ଫଲୋ କରିବେ। କେମିତି ଲାଗୁଛି ନିଶ୍ଚିତ କମେଣ୍ଟରେ ଜଣେଇବେ। ଆଉ କ'ଣ କହିବି, କିଛି ନାହିଁ। ଆଉ ହଁ, ଆଗକୁ କେମିତି କ'ଣ ଭଲ ଭଲ କରିବି ଆପଣମାନେ କୁହନ୍ତୁ, କ'ଣ କଲେ ଆପଣମାନଙ୍କୁ ଭଲ ଲାଗିବ, କ'ଣ ସବୁ ଏପିସୋଡ଼ ଆଣିବାକୁ।